ଭାବୁଥିବେ କି ମୋ ଭିଡିଓରେ କାହିଁକି ଭ୍ୟୁଜ ଆସୁନାହିଁ ଏମିତି ଭାବୁଥିବେ, ହେଲେ କିନ୍ତୁ ଏହି ଭିଡିଓରେ ମୁଁ ଆପଣଙ୍କୁ ରିଆଲିଟି ବତେଇବି କି କାହିଁକି ଭ୍ୟୁଜ ଆସୁନାହିଁ ବା ମୋ ଚ୍ୟାନେଲ ସହିତ ଏମିତି ହେଉଛି ନା ଅନ୍ୟ କୌଣସି ଚ୍ୟାନେଲ ସହିତ ମଧ୍ୟ ଏମିତି ହେଉଛି, ଯାହାକି ଏହି ଭିଡିଓରେ ମୁଁ ବତାଇବାକୁ ଯାଉଛି। ସେମିତି ମୋ ସହିତ ହଉନାହିଁ ଫ୍ରେଣ୍ଡସ୍। ବହୁତ ଗୁଡ଼ିଏ ଏମିତି ଚ୍ୟାନେଲ ଅଛି ଯେଉଁ ଚ୍ୟାନେଲ ଗୁଡ଼ିକରେ 6 ଲକ୍ଷ 7 ଲକ୍ଷ ଯାହାକି ସବସ୍କ୍ରାଇବ ଅଛି, ସେହି ଚ୍ୟାନେଲରେ ମଧ୍ୟ ଭ୍ୟୁଜ ଡାଉନ୍ ଅଛି। ରିସେଣ୍ଟଲି ଯେତେ ବି ଭିଡିଓ ଗୁଡ଼ିକ ଅପଲୋଡ କରୁଛନ୍ତି ସେହି ଭିଡିଓ ଗୁଡ଼ିକରେ 300-400 ଭ୍ୟୁଜ ହିଁ ଆସୁଛି। ଏତେ ସବସ୍କ୍ରାଇବ ଥାଇକି ମଧ୍ୟ 300-400 ଭ୍ୟୁଜ ଆସୁଛି। ତାମାନେ ଭାବନ୍ତୁ କେତେ କି ଫରକ ପଡ଼ିଛି ସେହି ଚ୍ୟାନେଲ ଗୁଡ଼ିକରେ। ଏବଂ ମୋ ଚ୍ୟାନେଲ କଥା ତ କୁହନ୍ତୁ ନାହିଁ, ମୋ ଚ୍ୟାନେଲର କ'ଣ ହାଲତ ହେଉଥିବ ଆପଣ ତ ଭାବନ୍ତୁ। ଏତେ କମ୍ ସବସ୍କ୍ରାଇବ ଅଛି, ତାପରେ ବି ମଧ୍ୟ ଯାହାକି ମୋ ହିସାବରେ ତ ଠିକ୍ ଠାକ୍ ଯାହାକି ଭ୍ୟୁଜ ଆସିଯାଉଛି। ହେଲେ କିନ୍ତୁ ଯେଉଁ ଚ୍ୟାନେଲ ଗୁଡ଼ିକରେ 7 ଲକ୍ଷ 8 ଲକ୍ଷ ଯାହାକି ସବସ୍କ୍ରାଇବ ଅଛି, ସେହି ଚ୍ୟାନେଲରେ ଯଦି 300-400 ଭ୍ୟୁଜ ଆସୁଛି, ଏତେ କମ୍ ଭ୍ୟୁଜରେ କେମିତି ପଇସାଟି ଅର୍ଣ୍ଣିଂ ହେବ ଏବଂ କେମିତି ପଇସାଟି ରୋଜଗାର କରିବେ ଏବଂ କେମିତି ନିଜ ଲାଇଫକୁ ଯାହାକି ସୁଧାରିବେ ଏବଂ କେମିତି ଆପଣମାନେ ଜୀବନଯାପନ କରିବେ সেই ୟୁଟ୍ୟୁବ ପଇସାରୁ। ଭାବନ୍ତୁ ଫ୍ରେଣ୍ଡସ୍, ସେଥିପାଇଁ ଆପଣମାନଙ୍କ ପାଇଁ ମୁଁ ଏହି ଭିଡ଼ିଓଟି ବନାଇଛି। ରିଆଲିଟି ଆପଣମାନେ ଜାଣନ୍ତୁ କି କାହିଁକି ଭ୍ୟୁଜ ଡାଉନ୍ ଅଛି ମୋ ଚ୍ୟାନେଲରେ ହଉ ବା ସେ 7 ଲକ୍ଷ 8 ଲକ୍ଷ ଯେଉଁ ଚ୍ୟାନେଲ ଗୁଡ଼ିକରେ ଅଛି। ଏମିତି ବହୁତ ଗୁଡ଼ିଏ ଚ୍ୟାନେଲ ଅଛି ଯେଉଁ ଚ୍ୟାନେଲରେ କି ବହୁତ କମ୍ ଭ୍ୟୁଜ ଆସୁଛି, ଯାହାକି ଆପଣଙ୍କୁ ମୁଁ ରିଆଲିଟି ବତାଇବାକୁ ଯାଉଛି ବା ଦେଖାଇବାକୁ ଯାଉଛି ଲାଇଭ୍ ପ୍ରୁଫ୍। ମୋ ଚ୍ୟାନେଲରେ 5000 ସବସ୍କ୍ରାଇବ ଥାଇକି ମଧ୍ୟ ମୋ ଚ୍ୟାନେଲରେ 1000 ମଧ୍ୟ ଭ୍ୟୁ ଆସୁନାହିଁ, ଯାହାକି ଆପଣମାନେ ଭାବନ୍ତୁ କେମିତି ମୋ ଚ୍ୟାନେଲର ହାଲତ ହେଇଛି। ଆପଣମାନେ ଦେଖନ୍ତୁ ଫ୍ରେଣ୍ଡସ୍, ଆପଣମାନଙ୍କୁ ଏହି ଭିଡ଼ିଓରେ ମୁଁ ଏହାର ମଧ୍ୟ ରିଆଲିଟି ବତାଇବାକୁ ଯାଉଛି କି କାହିଁକି ଏତିକି କମ୍ ଭ୍ୟୁଜ ଆସୁଛି, ଆଗରୁ କେମିତି ଭ୍ୟୁଜ ଗୁଡ଼ିକ ଆସୁଥିଲା। ଆପଣମାନେ ତ ଜାଣିଥିବେ YS ଦିଲ୍ଲୀପ, ଯାହାକି ଯେଉଁ ଭାଇ କି ୟୁଟ୍ୟୁବ ବିଷୟରେ ଯାହାକି ଟଚ୍ କରନ୍ତି ବା ମୋ ଭଳି ଏହି ଭିଡ଼ିଓ ବନାନ୍ତି, ସେହି ଭିଡ଼ିଓ ଗୁଡ଼ିକରେ ମଧ୍ୟ ଦେଖନ୍ତୁ କେତେ କମ୍ ଭ୍ୟୁଜ ଆସୁଛି। ଯେମିତିକି ତାଙ୍କ ଚ୍ୟାନେଲରେ 6 ଲକ୍ଷ ଯାହାକି ସବସ୍କ୍ରାଇବ ଅଛି। ରିସେଣ୍ଟଲି ଯେତେ ଭିଡ଼ିଓ ଅପଲୋଡ କରିଛନ୍ତି ସେହି ଭିଡ଼ିଓ ଗୁଡ଼ିକରେ 300-400 ଭ୍ୟୁଜ ଆସୁଛି। ଏତେ ସବସ୍କ୍ରାଇବ ଥାଇକି କ'ଣ ଲାଭ ହେଉଛି ଫ୍ରେଣ୍ଡସ୍? ଆପଣମାନେ ଦେଖନ୍ତୁ ଏତେ କମ୍ ଭ୍ୟୁଜ ଆସୁଛି ଏତେ ସବସ୍କ୍ରାଇବ ଥାଇକି ମଧ୍ୟ। ମୋ ଚ୍ୟାନେଲ କଥା ତ ଆପଣମାନେ ଭାବନ୍ତୁ, ଛାଡ଼ି ଦିଅନ୍ତୁ, କିଛି ବି ଟେନସନ୍ ନେବାର ହିଁ ନାହିଁ। ଏମିତି ଯଦି ଆପଣଙ୍କୁ ଯଦି ଦେଖାବାକୁ ଯଦି ଚାହିଁବି, ବହୁତ ଗୁଡ଼ିଏ ଯାହାକି ଚ୍ୟାନେଲ ଅଛି ଯେଉଁ ଚ୍ୟାନେଲ ଗୁଡ଼ିକରେ କି କମ୍ ଭ୍ୟୁଜ ଆସୁଛି। ତାଙ୍କ ଚ୍ୟାନେଲରେ ତ ମିଲିୟନରେ ବି ସବସ୍କ୍ରାଇବ ଥିବ ନା, ତାପରେ ମଧ୍ୟ କମ୍ ଭ୍ୟୁଜ ଆସୁଛି। ଏହାର ମାନେ କ'ଣ? କାହିଁକି ଏମିତି କମ୍ ଭ୍ୟୁଜ ଆସୁଛି? ଆଗରୁ ତ ଆସୁଥିଲା ଭଲ, ଏବେ କାହିଁକି ଆସୁନାହିଁ? ଚାଲନ୍ତୁ ବି ଆମେ ଜାଣିନେବା। କାହିଁକି ନା କି ଫ୍ରେଣ୍ଡସ୍, ମୁଁ ଆଗରୁ ଜେନେରାଲ ନଲେଜ ଉପରେ ଯାହାକି ଭିଡ଼ିଓ ଗୁଡ଼ିକ ବନାଉଥିଲି, ଏଜୁକେସନ ଭିଡ଼ିଓ ହିଁ ବନାଉଥିଲି। ତାପରେ ଏବେ ମୁଁ ଚେଞ୍ଜ କରିଦେଇଛି, ଟେକ୍ନିକାଲ ଆଣ୍ଡ ସାଇନ୍ସ କରିଦେଇଛି, ଯାହାକି ଏହି ଚ୍ୟାନେଲରେ ମୁଁ ଟଚ୍ କରୁଛି ଆଉ ମୁଁ ଫେସ୍ ଦେଇକି ମୁଁ ଭିଡ଼ିଓ ଗୁଡ଼ିକ ବନାଉଛି, କି ୟୁଟ୍ୟୁବ ବିଷୟରେ ମୁଁ ଟଚ୍ କରୁଛି। ସେଥିପାଇଁ ହିଁ ମୋ ଅଡ଼ିଏନ୍ସ ଗୁଡ଼ିକ ଯାହାକି ଭିଡ଼ିଓ ଦେଖିବାକୁ ପସନ୍ଦ କରୁନାହାନ୍ତି ବା ଡେଡ୍ ହେଇଯାଇଛି ମୋ ଅଡ଼ିଏନ୍ସ ଗୁଡ଼ିକ ବା ମୋ ସବସ୍କ୍ରାଇବର ମାନେ। ଏହାର ମେନ୍ କାରଣ ହେଉଛି ଏହି ସବୁ ଫ୍ରେଣ୍ଡସ୍। ସେଥିପାଇଁ ହିଁ ମୋ ଭିଡ଼ିଓରେ ଭ୍ୟୁଜ ଗୁଡ଼ିକ ଆସୁନାହିଁ। ଆପଣମାନେ ଯଦି କ୍ୟାଟେଗୋରୀ ଯଦି ଚେଞ୍ଜ କରିଦେବେ, ତାହେଲେ ଆପଣଙ୍କର ଅଡ଼ିଏନ୍ସ ଗୁଡ଼ିକ ଯାହାକି ଦେଖିବେ ନାହିଁ ଆପଣଙ୍କର ଭିଡ଼ିଓକୁ। କାହିଁକି ନା କି ମୋର ଭିଡ଼ିଓକୁ ସେମାନେ କେବଳ ଜେନେରାଲ ନଲେଜ ଦେଖିବାକୁ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଥିଲେ ଏବଂ ଆକ୍ଟିଭ ମଧ୍ୟ ଥିଲେ। ହେଲେ କିନ୍ତୁ ଏବେ ଆଉ ଆକ୍ଟିଭ ନାହାନ୍ତି, କାହିଁକି ନା ମୁଁ କ୍ୟାଟେଗୋରୀ ଚେଞ୍ଜ କରିଦେଇଛି ଏବଂ ୟୁଟ୍ୟୁବ ବିଷୟରେ ମୁଁ ଟଚ୍ କରୁଛି। ସେଥିପାଇଁ ହିଁ ମୋ ଭିଡ଼ିଓକୁ ଦେଖୁନାହାନ୍ତି। ସେମିତି ସେ ଭାଇଙ୍କ ସହିତ ମଧ୍ୟ ହେଇଛି। ସେମିତି ସେଇ YS ଦିଲ୍ଲୀପ ଭାଇ ମଧ୍ୟ ଯାହାକି କ୍ୟାଟେଗୋରୀ ଚେଞ୍ଜ କରିଛନ୍ତି। ଅନେକ ଥର ଯାହାକି ସେ କ୍ୟାଟେଗୋରୀ ଚେଞ୍ଜ କରିଛନ୍ତି। ମଝିରେ ସେ ଫାର୍ଷ୍ଟରେ ବ୍ଲଗ୍ କରିଥିଲେ, ତାପରେ ମ୍ୟୁଜିକ୍ କରିଥିଲେ, ତାପରେ ଟଚ୍ କରିଥିଲେ, ତାପରେ ଆଉ ଥରେ ବ୍ଲଗ୍ କରିଦେଇଛନ୍ତି। ସେଥିପାଇଁ ଏବେ ତାଙ୍କ ଭିଡ଼ିଓରେ ଭ୍ୟୁଜ ହିଁ ଆସୁନାହିଁ, ବହୁତ କମ୍ ଭ୍ୟୁଜ ଆସୁଛି। ଯାହାକି ଆପଣମାନେ ଦେଖନ୍ତୁ ଲାଇଭ୍ ପ୍ରୁଫ୍, 300-400 ଭ୍ୟୁଜ ହିଁ ଆସୁଛି। ରିସେଣ୍ଟଲି ଯେତେ ବି ଭିଡ଼ିଓ ଅପଲୋଡ ହେଉଛି, ଯେତେବେଳେ ଟଚ୍ ଥିଲା ସେ ସମୟରେ ଭିଡ଼ିଓଟି ବହୁତ ରାଙ୍କ କରୁଥିଲା ଏବଂ ଭ୍ୟୁଜ ଗୁଡ଼ିକ ମଧ୍ୟ ଠିକ୍ ଠାକ୍ ଆସୁଥିଲା। ହେଲେ କିନ୍ତୁ ଏବେ ଯେତେବେଳେ ଚେଞ୍ଜ କରିଦେଇଛନ୍ତି, ବହୁତ କମ୍ ଭ୍ୟୁଜ ଆସୁଛି। ଏସବୁ କେବଳ କ୍ୟାଟେଗୋରୀ ଚେଞ୍ଜ କରିବା ଦ୍ୱାରା ମଧ୍ୟ ହୁଏ ନାହିଁ, ଆହୁରି ବି ମଧ୍ୟ ଯାହାକି କାରଣ ରହିଛି। ଆପଣମାନେ ଯଦି କମ୍ ଭିଡ଼ିଓ ଯଦି ଆଣିବେ ଆପଣଙ୍କର ଚ୍ୟାନେଲ ପାଇଁ ବା ରେଗୁଲାର ଯଦି ଭିଡ଼ିଓ ଯଦି ଅପଲୋଡ କରିବେ ନାହିଁ, ତାହେଲେ ମଧ୍ୟ ଏମିତି ପ୍ରୋବ୍ଲେମ୍ ଆସିଥାଏ। ହେଲେ କିନ୍ତୁ ଫ୍ରେଣ୍ଡସ୍, ମେନ୍ ପ୍ରୋବ୍ଲେମ୍ ହେଉଛି କ୍ୟାଟେଗୋରୀ ଚେଞ୍ଜ କରିବା ଦ୍ୱାରା ହିଁ ହେଇଥାଏ, ଯାହାକି ମୋ ସହିତ ମଧ୍ୟ ହେଉଛି, ଅନେକ ଗୁଡ଼ିଏ କ୍ରିଏଟର ମାନଙ୍କ ସହିତ ମଧ୍ୟ ହେଉଛି। ସେମିତି ଆପଣମାନେ ଭୁଲ ଗୁଡ଼ିକ କରନ୍ତୁ ନାହିଁ, ନହେଲେ ଲାଇଫରେ ପସ୍ତେଇବେ ଫ୍ରେଣ୍ଡସ୍। ଆପଣମାନେ ଗୋଟିଏ ନିହାତି ଭାବରେ କ୍ୟାଟେଗୋରୀ ବାଛି ନିଅନ୍ତୁ, ଯେଉଁ କ୍ୟାଟେଗୋରୀ କି ଆପଣମାନେ ଫାର୍ଷ୍ଟରୁ ଲାଷ୍ଟ ହିଁ ରହିବାକୁ ଚାହିଁବେ ବା ସେଇ ଉପରେ ଭିଡ଼ିଓ ବନେଇବେ। ଏହି ଭିଡ଼ିଓରେ ତ ଜାଣିପାରିଲେ କି କାହିଁକି କମ୍ ଭ୍ୟୁଜ ଆସୁଛି ଅନେକ ଗୁଡ଼ିଏ ଚ୍ୟାନେଲ ଗୁଡ଼ିକରେ, ଯେଉଁ ଚ୍ୟାନେଲରେ କି 5 ଲକ୍ଷ 7 ଲକ୍ଷ ସବସ୍କ୍ରାଇବ ଥାଇକି ମଧ୍ୟ 300-400 ହିଁ ଭ୍ୟୁଜ ଆସୁଛି, କି 10% ବି ଭ୍ୟୁଜ ଆସୁନାହିଁ। ଏହାର ମେନ୍ ରିଜନ୍ ଯାହାକି ଆପଣମାନେ ଭଲ ଭାବରେ ଜାଣିପାରିଲେ। ଭିଡ଼ିଓକୁ ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିବେ ଓ ନିଜର ସାମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କର ସାଙ୍ଗମାନେ ମଧ୍ୟ ଜାଣିପାରିବେ କି କାହିଁକି କମ୍ ଭ୍ୟୁଜ ଆସୁଛି ଆମ ଚ୍ୟାନେଲ ଗୁଡ଼ିକରେ। ଚାଲନ୍ତୁ ଫ୍ରେଣ୍ଡସ୍, ଆମେ ନେକ୍ସଟ ଭିଡ଼ିଓରେ ଦେଖା ହବ।